ଟିକେ ଡିସାଇଡ୍ କରିବା। ବିଦୁରକୁ କହୁଛନ୍ତି, ମାତୃମୁନି ବିଦୁରକୁ ଏଇ ଶ୍ଲୋକଟା କହୁଛନ୍ତି, ଯୋଉଥିରେ ସେ କହୁଛନ୍ତି ଏଥିରେ କହୁଛନ୍ତି ୟତ୍ ସେବୟା ଭାଗବତ କୁଟସ୍ଥ ମଧୁ ଦୁଇଶ ରତି ରସୋ ଭବେ ତୀବ୍ର ପଦାୟୋର ବ୍ୟା ସନାର୍ଦନ। ମାନେ ରତି ରସୋ ଭବେ ତୀବ୍ର, ଭଗବାନଙ୍କର ପାଦ ପଦ୍ମ ମାନେ ତୀବ୍ର ରତି, ରତି ମାନେ ହଉଛି ଆଟାଚମେଣ୍ଟ, ମାନେ ଭଗବାନଙ୍କର ଚରଣରେ କେମିତି ଜଣେ ମାନେ ଇଣ୍ଟେନ୍ସ ଆଟାଚମେଣ୍ଟ ଜଣେଇ ପାରିବ। ସେଠି କହୁଛି ୟତ୍ ସେବୟା ଭାଗବତ, ମାନେ ଭଗବାନଙ୍କର ସେବା, ଯେ କି ଯେ କହୁଛନ୍ତି କୁଟସ୍ଥ ମଧୁ ଦୁଇଶ, ଯେ କି ମଧୁ ନାମକ ରାକ୍ଷସକୁ ମାରିଥିଲେ, ତାଙ୍କର ରତି ରସ ଭବେ ତୀବ୍ର, ତାଙ୍କର ଚରଣରେ ମାନେ କେମିତି ଜଣେ ଇଏ କରିବ, ତାକେ ହଉଛନ୍ତି ଯାହା ଦ୍ୱାରା ଜୀବନର ସବୁ ଅମଙ୍ଗଳ ପଳେଇଯିବ। ତାର ଟ୍ରାନ୍ସଲେସନରେ ଲେଖୁଛନ୍ତି by serving the feet of the spiritual master one is enabled to develop transcendental ecstasy in the service of the personality of Godhead, who is the unchangeable enemy of the Madhu demon and whose service vanquishes one material distress। ଭଗବାନଙ୍କର ଚରଣରେ ଆଶ୍ରୟ ନେଲେ ଜୀବର ସବୁ ଦୁଃଖ ନାଶ ହେଇଯାଏ, ଏଇଟା ଇଏ ମାନେ ଇଏ କହୁଛନ୍ତି। କିନ୍ତୁ ଭଗବାନଙ୍କର ଚରଣରେ ଆଶ୍ରୟ ଜଣେ ପାଇବ କେମିତି? ଏଠି ଲେଖା ହଉଛି ନା whose service vanquishes one material distresses, ଭୌତିକ ଦୁଃଖ ସବୁ ଭଗବାନଙ୍କର ଚରଣରେ ଆଶ୍ରୟ ନେଲେ ପଳେଇଯାଏ, କିନ୍ତୁ ଭଗବାନଙ୍କର ଚରଣରେ ଶକ୍ତିଟା ଆସିବ କେମିତି, ବା ଭଗବାନଙ୍କର ଚରଣରେ ମନଟା ଲାଗିବ କେମିତି, ସେଟା କେମିତି ହେବ? ସେ କହୁଛନ୍ତି by serving the feet of the spiritual master। ଯେତେବେଳେ ଆମେ ଭଗବାନଙ୍କର ଭକ୍ତମାନଙ୍କର ଆଜ୍ଞା ଅନୁସାର ସେବା କରିବା, ଭକ୍ତମାନଙ୍କର ସେବା କଲେ ମନଟା ଭଗବାନଙ୍କ ଚରଣରେ ଲାଗିବ। ଦେଖନ୍ତୁ ଭଗବାନଙ୍କର ସେବାରେ ଇଣ୍ଡିପେଣ୍ଡେଣ୍ଟ ହେଇକି କଲେ ସେଟା ଭଗବାନଙ୍କର ଚରଣରେ ସେବା ଦେଇପାରିବନି, କିନ୍ତୁ ଭକ୍ତମାନଙ୍କ ଚରଣରେ ଯଦି ଭକ୍ତମାନଙ୍କର କଥା ଅନୁସାରେ ଆନୁଗତ୍ୟରେ ରହିକି ଯଦି ସେବା କରିବା, ସେଟା ଭଗବାନଙ୍କର ଚରଣରେ ରତିଟା ଆମର ଜାଗୃତ କରିଦେବ। ତ ସେଥିପାଇଁ ସେତେବେଳେ ଭଗବାନ ଆମକୁ ନିଜର ଆଶ୍ରୟରେ ନେବେ। ଭଗବାନ ଆମକୁ ନିଜ ନହେଲେ କଣ ବହୁତ କିଛି କଲା ପରେ ବି ମାନେ ଆମେ ଏଠି କରିପାରିବାନି। ଏହାର ପର୍ପଟରେ ପ୍ରଭୁପାଦ ଲେଖୁଛନ୍ତି କି କେମିତି ଭଗବାନଙ୍କର ସେଇ ଜିନିଷଟା ଲେଖୁଛନ୍ତି। ତ ସେଥିପାଇଁ ଭଗବାନଙ୍କର ଅନୁସାରେ ସେବା କରିବା ଦରକାର। ଆଜି ବିଦେଶରେ ରହୁଥିବା ଲୋକମାନେ ଆଜି ଭଗବାନଙ୍କର ଚରଣରେ ତାଙ୍କର ମତି କେମିତି ଲାଗିଗଲା? ଆମେ ତ ଭାରତରେ ରହୁଛେ, ସବୁ କିଛି ସଂସ୍କୃତି ଜାଣିଛେ, ଭଗବାନଙ୍କୁ ଛୁଆ ବେଳେ ଭଗବାନ ରୂପରେ ଜାଣିଛେ, ଏଇଟା ପରେ କୃଷ୍ଣ ରୂପରେ ଭଗବାନ ତାଙ୍କର ବାଲ ଲୀଳା ନର ଲୀଳା ସବୁ କରିଛନ୍ତି, ତାହେଲେ ବି ଆମର ମନ ଭଗବାନଙ୍କ ଚରଣରେ ଲାଗୁନି। କିନ୍ତୁ ବିଦେଶରେ ରହୁଥିବା କେତେ କେତେ ଲୋକଙ୍କର ଜନ୍ମ ଲାଗିଲା କେମିତି? ସେମାନେ ଯେହେତୁ ପ୍ରଭୁପାଦଙ୍କ କଥା ଅନୁସାରେ ତାଙ୍କର ଜୀବନଟାକୁ ପ୍ରଭୁପାଦଙ୍କ ସେବାରେ ଲଗେଇଲେ। ପ୍ରଭୁପାଦଙ୍କ ସେବା କରିବା ଦ୍ୱାରା ତାଙ୍କର ମନଟା କଣ ହେଲା? ଭଗବାନଙ୍କର ଚରଣରେ ଲାଗିଗଲା। ସେମିତି ଆଉ ଗୋଟେ ଶ୍ଲୋକ ଆମେ ଦେଖିବା, ଆଉ ଗୋଟେ ଶ୍ଲୋକରେ ଭଗବାନ ନିଜେ କହୁଛନ୍ତି କି ଶ୍ଲୋକଟା କେତେ ନମ୍ବର? ହଁ, କି ମୋର ଚରଣ ଏତେ ପବିତ୍ର କେମିତି ହେଲା? ତ ସେଠି ସେ କହୁଛନ୍ତି